ସାମ ସଙ୍ଗୀତ ଅଧ୍ୟାୟ 100। ପ୍ରଶଂସା ସ୍ତୋତ୍ର। ହେ ସମଗ୍ର ପୃଥିବୀ, କର ପ୍ରଭୁଙ୍କ ଉଦ୍ଦେଶ୍ୟ ଆନନ୍ଦ ଗାନ। ହୁଅ ସାନନ୍ଦେ ପ୍ରଭୁଙ୍କ ପରିଚର୍ଯ୍ୟାରତ। ହୁଅ ଗାନାଳାପ ପୂର୍ବକ ତାହାଙ୍କ ସନ୍ନିଧାନକୁ ଆଗତ। ଅଟନ୍ତି ପ୍ରଭୁ ଈଶ୍ୱର, ହୁଏ ଏହା ଅବଗତ। କରିଛନ୍ତି ସେ ଆମକୁ ସୃଷ୍ଟ, ଅଟୁ ଆମେ ତାହାଙ୍କର। ସେ ସ୍ୱଜନ ତାହାଙ୍କର ଓ କରନ୍ତି ଯେଉଁମାନଙ୍କୁ ସେ ଚାରଣ, ଅଟୁ ଆମେ ସେହି ମେଷଗଣ। କର କୃତଜ୍ଞତା ସ୍ତୋତ୍ର ଗାନ ସହ ତାହାଙ୍କ ଦ୍ୱାର ସକଳରେ ପ୍ରବେଶ। କର ସ୍ତବ ଗାନ ପୂର୍ବକ ତାହାଙ୍କ ପ୍ରାଙ୍ଗଣ ସମୂହରେ ପ୍ରବେଶ। କର ତାହାଙ୍କ ଉଦ୍ଦେଶ୍ୟ କୃତଜ୍ଞତା ଅର୍ପଣ। କର ତାହାଙ୍କ ନାମ ପ୍ରତି ସ୍ତୁତି ଗାନ। ଅଟନ୍ତି ପ୍ରଭୁ ମଙ୍ଗଳମୟ, ଅଟେ ତାହାଙ୍କ ନିରନ୍ତର ସ୍ନେହ ଚିରନ୍ତନ। ରହେ ତିଷ୍ଠି ବଂଶାନୁକ୍ରମେ, ବିଶ୍ୱସ୍ତତା ତାହାଙ୍କର। ଅଧ୍ୟାୟ 101। ମେସିହା ସାମ। କରିବି ମୁଁ କରୁଣା ତଥା ନୀତିନିଷ୍ଠା ସମ୍ବନ୍ଧେ ଗାନ। ହେ ପ୍ରଭୁ, କରିବି ମୁଁ ତବ ଉଦ୍ଦେଶ୍ୟ ଗାନ। ନିର୍ଦ୍ଦୋଷ ପଥରେ ବିଚରଣ କରିବାକୁ ହେବି ମୁଁ ଯତ୍ନଶୀଳ। କରିବ ବା କେବେ ତୁମେ ମୋ ସମୀପକୁ ଆଗମନ? କରିବି ମୁଁ ସତ୍ୟମୟ ହୃଦୟ ପୂର୍ବକ ମୋ ଗୃହେ ବିଚରଣ। କରିବି ନାହିଁ କୌଣସି ଅଧର୍ମ ବିଷୟକୁ ମୋର ଦୃଷ୍ଟିରେ ସ୍ଥାପନ। କରେ ମୁଁ ଘୃଣା ଭ୍ରଷ୍ଟାଚାରୀମାନଙ୍କ କାର୍ଯ୍ୟ, ହେବି ନାହିଁ ମୁଁ ତାହା ପ୍ରତି ଅନୁରକ୍ତ। ହେବ ହୃଦୟର ଅଶିଷ୍ଟତା ମୋ ଠାରୁ ଦୂର, ହେବି ନାହିଁ କୌଣସି ଅନିଷ୍ଟ ଅବଗତ। କରେ ପ୍ରତିବେଶୀ ବିରୁଦ୍ଧେ ଗୋପନେ କୁତ୍ସା ରଟନା ଯେଉଁ ଜନ, କରିବି ମୁଁ ତାକୁ ବିନାଶ। ହେବେ ଅହଙ୍କାରୀ ତଥା ଉଦ୍ଧତ ବ୍ୟକ୍ତିଗଣ ମୋର ଅସହ୍ୟ। କରିବି ମୁଁ ଦେଶବାସୀ ବିଶ୍ୱସ୍ତ ବ୍ୟକ୍ତିମାନଙ୍କୁ କରୁଣାପୂର୍ବକ ଅବଲୋକନ। କରିବେ ସେମାନେ ମୋ ଗହଣରେ ବାସ। କରେ ଯିଏ ନିର୍ଦ୍ଦୋଷ ପଥେ ବିଚରଣ, ହେବ ସେ ସେବକ ମୋର। କରିବ ନାହିଁ କୌଣସି ପ୍ରବଞ୍ଚକ ମୋର ଗୃହେ ବାସ। କରିବ ନାହିଁ କୌଣସି ମିଥ୍ୟାବାଦୀ ମୋ ସମ୍ମୁଖେ ଅଧିବାସ। କରିବି ମୁଁ ପ୍ରତି ପ୍ରଭାତେ ଦେଶରୁ ଦୁଷ୍ଟମାନଙ୍କୁ ବିନାଶ। କରିବି ମୁଁ ଦୁଷ୍କର୍ମୀମାନଙ୍କୁ ପ୍ରଭୁଙ୍କ ନଗରୀ ମଧ୍ୟରୁ ନିଶ୍ଚିହ୍ନ। ଅଧ୍ୟାୟ 102। ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, ପ୍ରାର୍ଥନା ମୋର ଶୁଣ। ଆସି ପହଞ୍ଚୁ ତବ ସନ୍ନିଧାନେ ମୋର କ୍ରନ୍ଦନ। କର ନାହିଁ ମୋର ସଙ୍କଟ ଦିନେ, ମୁଖ ତୁମର ମୋ ଠାରୁ ଲୁକାୟିତ। କର ମୋ ପ୍ରତି କର୍ଣ୍ଣପାତ, ଡାକି ତୁମକୁ କରେ ମୁଁ ଯେବେ ନିବେଦନ। ଦିଅ ତେବେ ସହସା ମୋତେ ଉତ୍ତର। ହୁଏ ମୋର ଦିନ ସବୁ ମୋ ସଦୃଶ ଅତିକ୍ରାନ୍ତ। ହୁଏ ଅସ୍ଥିପୁଞ୍ଜ ମୋର ସଜଳନ୍ତ କାଷ୍ଠ ସଦୃଶ ପ୍ରଜ୍ୱଳିତ। ହୋଇ ଆହତ ହୃଦୟ ମୋର, ହୁଏ ତୃଣ ସଦୃଶ ମିଳନ। ମଳିନ ହୁଏ ମୁଁ ଭୋଜନ କରିବା ପାଇଁ ବିସ୍ମୃତ। ଆର୍ତ୍ତନାଦ ମୋର ଯୋଗୁ ହୋଇ ରହେ ଅସ୍ଥିପୁଞ୍ଜ ମୋର ଚର୍ମ ସହ ଜଡ଼ିତ। ମରୁ ପ୍ରାନ୍ତରର ଶାଗୁଣା ସଦୃଶ ଓ ଜନହୀନ ସ୍ଥାନର ପେଚାରେ ହୁଏ ମୁଁ ପରିଣତ। ରହେ ମୁଁ ଉଜାଗର ଗୃହ ଛାତ ଉପରେ ଏକାକୀ ରହୁଥିବା ପକ୍ଷୀରେ ହୁଏ ମୁଁ ପରିଣତ। କରନ୍ତି ମୋତେ ଦିନସାରା ଶତ୍ରୁଗଣ ମୋର ବିଦ୍ରୂପ। ନାମ ମୋର ନେଇ ଦିଅନ୍ତି ମୋର ଉପହାସକମାନେ ମୋତେ ଅଭିଶାପ।
କରେ ମୁଁ ଭସ୍ମକୁ ରୁଟି ରୂପେ ଆହାର, କରେ ମୁଁ ମୋର ଲତକକୁ ପାନୀୟ ସହ ସମ୍ମିଶ୍ରଣ। ହୋଇଛି ଏହା ରସ ତଥା କପ ତୁମର ଯୋଗୁଁ ସଂଗଠିତ, କାରଣ ମୋତେ ଧରି କରିଅଛ ତୁମେ ମୋତେ ନିକ୍ଷେପ। ହୁଏ ଦିନ ସବୁ ମୋର ସନ୍ଧ୍ୟାକାଳୀନ, ଛାୟା ସଦୃଶ ଅତିକ୍ରାନ୍ତ, ହୁଏ ମୁଁ ତୃଣତୁଲ୍ୟ ମଳିନ। କିନ୍ତୁ ହେ ପ୍ରଭୁ ଚିରକାଳ ବ୍ୟାପୀ ଅଟ ତୁମେ ସିଂହାସନାସୀନ, ରହେ ବଂଶାନୁକ୍ରମେ ନାମ ତୁମର ବିଦ୍ୟମାନ। ହୋଇ ଉତ୍ଥିତ କରିବ ତୁମେ ସିୟନ ପ୍ରତି କରୁଣା ପ୍ରଦର୍ଶନ, ହୋଇଛି ଆଗତ ତାହା ପ୍ରତି କରୁଣା ପ୍ରଦର୍ଶନର ସମୟ, ହେଲା ଉପଗତ ନିର୍ଦ୍ଦିଷ୍ଟ ସମୟ। ତାହାର ପ୍ରସ୍ତର ସକଳ ଅଟେ ତୁମ ଦାସମାନଙ୍କ ପ୍ରତି ପ୍ରୀତିକର, ଅଟନ୍ତି ସେମାନେ ତାହାର ଧୂଳି ପ୍ରତି ଅନୁକମ୍ପା ପୂର୍ଣ୍ଣ। କରିବେ ଜାତିଗଣ ପ୍ରଭୁଙ୍କର ନାମ ପ୍ରତି ଭୟଭକ୍ତି ପ୍ରଦର୍ଶନ, ହେବେ ଭୀତ ତୁମ ମହତ୍ଵ ପ୍ରତି ପୃଥିବୀବାସୀ ରାଜାଗଣ। କରିବେ ପ୍ରଭୁ ସିୟନକୁ ପୁନର୍ନିର୍ମାଣ, ଦେବେ ସେ ତାହାକୁ ସଗୌରବରେ ଦର୍ଶନ। ନିରାଶ୍ରୟ ବ୍ୟକ୍ତିମାନଙ୍କ ପ୍ରାର୍ଥନା ପ୍ରତି ଦେବେ ସେ ମନ, କରିବେ ନାହିଁ ସେ ଅବହେଳା ସେମାନଙ୍କ ନିବେଦନ। ଭାବି ବଂଶ ଉଦ୍ଦେଶ୍ୟେ କରନ୍ତି ଯେପରି, ତଥାପି ଅଜାତ ଜନତା ପ୍ରଭୁଙ୍କ ସ୍ତୁତି ଗାନ, ତନ୍ନିମନ୍ତେ ହେଉ ଏହା ଲିପିବଦ୍ଧ। କରନ୍ତି ସେ ଯେପରି ବନ୍ଦୀମାନଙ୍କ ଆର୍ତ୍ତନାଦ ଶ୍ରବଣ, କରନ୍ତି ସେ ଯେପରି ମୃତ୍ୟୁ ସକାଶେ ନିରୂପିତ ବ୍ୟକ୍ତିମାନଙ୍କୁ ମୁକ୍ତ। ସେଥିପାଇଁ କଲେ ପ୍ରଭୁ ତାହାଙ୍କ ଉଚ୍ଚ ପବିତ୍ର ଆଳୟରୁ ନିମ୍ନକୁ ଅବଲୋକନ, କଲେ ପ୍ରଭୁ ସ୍ୱର୍ଗଧାମରୁ ପୃଥିବୀକୁ ନିରୀକ୍ଷଣ। ତାହା ହେଲେ ଯେବେ ଜନତା ତଥା ରାଜବୃନ୍ଦ ହେବେ ଏକତ୍ରିତ ଓ କରିବେ ଯେତେବେଳେ ଆରାଧନା ପ୍ରଭୁଙ୍କର, କରିବେ ଲୋକେ ସେତେବେଳେ ସିୟନରେ ପ୍ରଭୁଙ୍କ ନାମ ବିଜ୍ଞାପନ, ଓ କରିବେ ଜେରୁସଲେମରେ ତାହାଙ୍କ ପ୍ରଶଂସା ପ୍ରଖ୍ୟାପନ। କରିଛନ୍ତି ସେ ମୋର ଆୟୁଷର ମଧ୍ୟକାଳେ ମୋ ଶକ୍ତି ବିଧ୍ୱସ୍ତ, କରିଛନ୍ତି ସେ ମୋର ଦିନ ସକଳ ହ୍ରାସ। କରେ ମୁଁ ପ୍ରାର୍ଥନା ରହେ ତିଷ୍ଠି ବଂଶାନୁକ୍ରମେ ବର୍ଷ ସକଳ ଯାହାଙ୍କର, ସେହି ହେ ଈଶ୍ୱର ମମ କର ନାହିଁ ମୋତେ ମୋର ଆୟୁଷର ମଧ୍ୟକାଳେ ଅପସାରଣ। କଲ ତୁମେ ପ୍ରାଚୀନ କାଳେ ପୃଥିବୀର ଭିତ୍ତି ସ୍ଥାପନ, ଅଟେ ଆକାଶ ମଣ୍ଡଳ ତୁମ ହସ୍ତକୃତ କର୍ମ। ହେବ ସେ ସମସ୍ତ ବିନାଶ, କିନ୍ତୁ ରହିବ ତୁମେ ଅଟଳ, ହେବ ସେ ସମସ୍ତ ବସ୍ତ୍ର ସଦୃଶ ଜରାଜୀର୍ଣ୍ଣ, ବଦଳାଉଥାଅ ତୁମେ ସେ ସମସ୍ତକୁ, ପରିଧାନ ସଦୃଶ ହୁଏ ସେ ସମସ୍ତ ଅତିକ୍ରାନ୍ତ। କିନ୍ତୁ ହେଉ ନାହଁ ତୁମେ ପରିବର୍ତ୍ତିତ, ଅଟେ ନାହିଁ ପରିସମାପ୍ତି ତୁମ ବର୍ଷ ସକଳର। କରିବେ ବାସ ସୁରକ୍ଷିତେ ତୁମ ଦାସମାନଙ୍କ ସନ୍ତାନଗଣ, ହେବେ ସେମାନଙ୍କ ବଂଶଧର ତୁମ ସନ୍ନିଧାନେ ସୁପ୍ରତିଷ୍ଠିତ। ଅଧ୍ୟାୟ 103 ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ହେ ଆତ୍ମା ମମ କର ପ୍ରଭୁଙ୍କ ସ୍ତୁତିଗାନ, ହେ ମୋର ଅନ୍ତରସ୍ଥ ସମସ୍ତ କର ତାହାଙ୍କର ପବିତ୍ର ନାମର ସ୍ତୁତିଗାନ। ହେ ଆତ୍ମା ମମ କର ପ୍ରଭୁଙ୍କ ସ୍ତୁତିଗାନ, ହୁଅ ନାହିଁ ତାହାଙ୍କ କୌଣସି ଅନୁଗ୍ରହ ବିସ୍ମୃତ। ଦିଅନ୍ତି ସେ କ୍ଷମା ଦୋଷ ସବୁକୁ ତୁମର, କରନ୍ତି ସେ ତୁମର ସମସ୍ତ ରୋଗ ସୁସ୍ଥ। କରନ୍ତି ସେ ତୁମ ଜୀବନକୁ ପାତାଳରୁ ବିମୁକ୍ତ, କରନ୍ତି ସେ ତୁମକୁ ତାହାଙ୍କ ନିରନ୍ତର ସ୍ନେହ ତଥା କରୁଣାର ମୁକୁଟରେ ବିମଣ୍ଡିତ। ଉକ୍ରସ ପକ୍ଷୀର ଯୌବନ ସଦୃଶ, ହୁଏ ଯେପରି ଯୌବନ ତୁମର ନବୀକୃତ, ସେଥିପାଇଁ କରନ୍ତି ସେ ତୁମକୁ ଆଜୀବନ ମଙ୍ଗଳରେ ପରିତୃପ୍ତ।
କରନ୍ତି ପ୍ରଭୁ ସମସ୍ତ ଉତ୍ପୀଡ଼ିତ ମାନଙ୍କ ପ୍ରତି ନୀତି ତଥା ନ୍ୟାୟ ସାଧନ କଲେ ସେ ସେମାନଙ୍କୁ ତାହାଙ୍କ ମାର୍ଗାବଳୀ ଓ ଇସ୍ରାଏଲୀୟ ଜନତାକୁ ତାହାଙ୍କ କାର୍ଯ୍ୟ ବିଦିତ ଅଟନ୍ତି। ପ୍ରଭୁ କରୁଣାନିଧି ଓ ଦୟାମୟ, ସେ ଧୀର କପି ଓ ନିରନ୍ତର ସ୍ନେହରେ ପ୍ରାଚୁର୍ଯ୍ୟପୂର୍ଣ୍ଣ। କରିବେ ନାହିଁ ସେ ସର୍ବଦା ତିରସ୍କାର, କିମ୍ବା ରହିବ ନାହିଁ ତାହାଙ୍କ କ୍ରୋଧ ନିରନ୍ତର। କରନ୍ତି ନାହିଁ ସେ ଆମ ସହ ଆମ ପାପ ସକଳ ଅନୁସାରେ ଆଚରଣ, କିମ୍ବା କରନ୍ତି ନାହିଁ ଦୋଷ ସବୁ ଅନୁଯାୟୀ ଆମ ବିରୁଦ୍ଧେ ପ୍ରତିଶୋଧ ବିଧାନ। ପୃଥିବୀ ତୁଳନାରେ ଆକାଶ ଯେପରି ଉନ୍ନତ, ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନମାନଙ୍କ ସକାଶେ ନିରନ୍ତର ସ୍ନେହ ତାହାଙ୍କର ସେହିପରି ମହତ୍ତ୍ୱ। ପଶ୍ଚିମରୁ ପୂର୍ବ ଯେତେ ଦୂର, କରନ୍ତି ସେ ଆମ ଅପରାଧକୁ ସେତେ ଦୂର। ଜଣେ ପିତା ଆପଣା ପୁତ୍ରମାନଙ୍କ ପ୍ରତି କରେ ଯେପରି କରୁଣା ପ୍ରଦର୍ଶନ, କରନ୍ତି ଯେଉଁମାନେ ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ପ୍ରଭୁ ସେହିପରି ସେମାନଙ୍କ ପ୍ରତି କୃପା ପ୍ରଦର୍ଶନ। କାରଣ କେଉଁଥିରୁ ଆମେ ରୂପାୟିତ, ତାହାକୁ ଏହା ଅଟେ ଅବଗତ, ଆମେ ଯେ କେବଳ ଧୂଳି ମାତ୍ର, ହୁଅନ୍ତି ସେ ଏହା ଅନୁସ୍ମୃତ। ମାନବ ଜୀବନ କାଳ ତୃଣ ସଦୃଶ, ସେ ଅଟେ କ୍ଷେତର ପ୍ରସ୍ଫୁଟିତ ପୁଷ୍ପ ସଦୃଶ। ହୁଏ ତାହା ବାୟୁ ପ୍ରବାହରେ ମଳିନ, ହୋଇଥିଲା ଯେଉଁଠାରେ ଦଣ୍ଡାୟମାନ। ହୁଏ ନାହିଁ ସେ ସ୍ଥାନ ମଧ୍ୟ ତାହାର ଅନୁସ୍ମୃତ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ସେମାନଙ୍କ ପ୍ରତି ଅନାଦିରୁ ଅନନ୍ତ କାଳ ପର୍ଯ୍ୟନ୍ତ କରନ୍ତି ସେ ତାହାଙ୍କ ନିରନ୍ତର ସ୍ନେହ ପ୍ରଦାନ। କରନ୍ତି ଯେଉଁମାନେ ବ୍ୟବସ୍ଥା ବିଧାନ ତାହାଙ୍କର ପାଳନ, ଓ କରନ୍ତି ତାହାଙ୍କ ଆଜ୍ଞାବଳୀର ଅନୁଗତ ହେବା ପାଇଁ ସ୍ମରଣ। ସେମାନଙ୍କ ପୁତ୍ର ପୈତ୍ର ସକଳର ବଂଶ ପର୍ଯ୍ୟନ୍ତ କରନ୍ତି ସେ ତାହାଙ୍କ ବିଶ୍ୱସ୍ତତା ପ୍ରଦର୍ଶନ। କରିଛନ୍ତି ପ୍ରଭୁ ସ୍ୱର୍ଗ ଧାମରେ ତାହାଙ୍କର ସିଂହାସନ ସ୍ଥାପନ, ସମସ୍ତେ ତାହାଙ୍କ ରାଜତ୍ୱର ଅଧୀନ। କରନ୍ତି ଯେଉଁମାନେ ପ୍ରଭୁଙ୍କ ବଚନ ଶ୍ରବଣ, ଓ କରନ୍ତି ତାହାଙ୍କ ଆଜ୍ଞା ପାଳନ, ସେହି ତାହାଙ୍କର ପରାକ୍ରମୀ। ହେ ଦେବଦୂତଗଣ, କର ପ୍ରଭୁଙ୍କ ସ୍ତୁତି ଗାନ। ପ୍ରଭୁଙ୍କର ହେ ସେନାବାହିନୀ, ତାହାଙ୍କ ଅଭୀଷ୍ଟ ପାଳନକାରୀ ହେ ସେବକ ଗଣ, କର ପ୍ରଭୁଙ୍କର ସ୍ତୁତି ଗାନ। ପ୍ରଭୁଙ୍କର ହେ ସୃଷ୍ଟି ସକଳ, ଯେଉଁଠାରେ ତାହାଙ୍କ ଆଧିପତ୍ୟ ବିସ୍ତୃତ, କର ସେ ସମସ୍ତ ସ୍ଥାନେ ପ୍ରଭୁଙ୍କ ସ୍ତୁତି ଗାନ। ହେ ଆତ୍ମା ମମ, କର ପ୍ରଭୁଙ୍କ ସ୍ତୁତି ଗାନ। ଅଧ୍ୟାୟ 104 ପ୍ରଶଂସା ସ୍ତୋତ୍ର। ହେ ଆତ୍ମା ମମ, କର ପ୍ରଭୁଙ୍କର ସ୍ତୁତି ଗାନ। ପ୍ରଭୁ ହେ ଈଶ୍ୱର ମୋର, ଅଟ ତୁମେ ଅତି ମହାନ। ହୋଇଅଛ ତୁମେ ମହିମା ତଥା ମହତ୍ତ୍ୱ ପରିହିତ। ବସ୍ତ୍ର ସଦୃଶ ତୁମେ ଜ୍ୟୋତି ପରିହିତ ଅଟ। କରିଅଛ ତୁମେ ଆକାଶମଣ୍ଡଳକୁ ଶିବିର ସଦୃଶେ ବିସ୍ତୃତ। କରିଅଛ ତୁମେ ଆଳୟର କଡ଼ି କାଠକୁ ଜଳଧି ଉପରେ ସ୍ଥାପନ। କଲ ମେଘମାଳାକୁ ତୁମ ରଥରେ ପରିଣତ। କରୁଥାଅ ତୁମେ ବାୟୁ ପ୍ରବାହର ପକ୍ଷରେ ଯାତାୟତ। କରିଥାଅ ତୁମେ ବାୟୁ ପ୍ରବାହକୁ ଦୂତ ତୁମର। ଅଗ୍ନି ତଥା ଅଗ୍ନିଶିଖା ସବୁକୁ ସେବକ ଗଣ ତୁମର। କଲ ତୁମେ ପୃଥିବୀକୁ ତାହାର ଭିତ୍ତିମୂଳ ଉପରେ ସ୍ଥାପନ। ହେବ ନାହିଁ କେବଳ ହେ ତାହା ଆନ୍ଦୋଳିତ। କରାଯାଏ ଯେଉଁପରି ବସ୍ତ୍ର ଦ୍ୱାରା, କଲ ତୁମେ ସେହିପରି ତାହାକୁ ଅଗାଧରେ ଆବରଣ। କଲା ଜଳରାଶି
ପର୍ବତ ସକଳକୁ ଆବୃତ କଲେ। ସେମାନେ ତୁମ ଭର୍ତ୍ସନା ଯୋଗୁଁ ପଳାୟନ କଲେ। ସେମାନେ ତୁମ ବ୍ରଜ ନିନାଦେ ଧାବନ। ତୁମ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ହେଲା ପର୍ବତ ସବୁ ଉତ୍ଥିତ, ହେଲେ ଉପତ୍ୟକା ସକଳ ନିମଗ୍ନ କରନ୍ତି ନାହିଁ। ସେମାନେ ଯେପରି ପୃଥିବୀକୁ ପୁନରାୟ ଆବରଣ, ସେଥିସକାଶେ କଲ ତୁମେ ସେମାନଙ୍କ ପ୍ରତି ଏକ ଅଲଙ୍ଘନୀୟ ସୀମା ସରହଦ ନିରୂପଣ କରୁଥାଅ। ତୁମେ ନିର୍ଝର ସବୁକୁ ଉପତ୍ୟକାରୁ ନିର୍ଗତ ହୁଅନ୍ତି, ସେମାନେ ପାହାଡ଼ ସବୁ ମଧ୍ୟରେ ପ୍ରବାହିତ କରୁଥାଅ। ତୁମେ ପ୍ରାନ୍ତରର ପଶୁମାନଙ୍କୁ ପାନୀୟ ଜଳ ପ୍ରଦାନ କରନ୍ତି, ବନ୍ୟ ଗର୍ଦ୍ଦଭ ସବୁ ମଧ୍ୟ ସେମାନଙ୍କ ତୃଷା ନିବାରଣ କରନ୍ତି। ଆକାଶର ପକ୍ଷୀଗୁଡ଼ିକ ତାହା ପାର୍ଶ୍ୱେ ବସତି ସ୍ଥାପନ କରନ୍ତି, ସେମାନେ ଶାଖା ପ୍ରଶାଖାରୁ ଗାନ କରୁଥାଅ। ତୁମେ ତୁମ ସମୁନ୍ନତ ବସତିରୁ ପର୍ବତ ସମୂହକୁ ଆର୍ଦ୍ର ହୁଏ, ପୃଥିବୀ ତୁମ କାର୍ଯ୍ୟରେ ପରିତୃପ୍ତ କରୁଥାଅ। ତୁମେ ଗପଲ ନିମନ୍ତେ ତୃଣ ଅଙ୍କୁରିତ ଓ ମନୁଷ୍ୟ ଦ୍ୱାରା ବ୍ୟବହୃତ ଉଦ୍ଭିଦକୁ ଅଙ୍କୁରିତ କରେ, ସେ ଯେପରି ପୃଥିବୀରୁ ନିଜ ଖାଦ୍ୟ ଉତ୍ପାଦନ ହୁଏ, ଯେପରି ମାନବ ହୃଦୟ ଆନ୍ଦୋଳିତ, ସେଥି ସକାଶେ କରୁଥାଅ ତୁମେ ପ୍ରଦାନ ଦ୍ରାକ୍ଷାରସ। ନିଜ ମୁଖକୁ ସତେଜ କରାଇବା ସକାଶେ ତୈଳ ତଥା ମନୁଷ୍ୟର ଶକ୍ତିଦାୟକ ରୁଟି ଦାନ। ପ୍ରଭୁଙ୍କର ବୃକ୍ଷ ସକଳ ତାହାଙ୍କ ଦ୍ୱାରା ରୋପିତ, ଲେବାନନର ଦେବଦାରୁ ବୃକ୍ଷ ସକଳ ହୁଏ ପ୍ରାୟ ପ୍ରଚୁର ଜଳ କରନ୍ତି। ପକ୍ଷୀଗଣ ସେ ସମସ୍ତରେ ସେମାନଙ୍କର ନୀଡ଼ ନିର୍ମାଣ କରେ, ସାରସ ପକ୍ଷୀ ଦେବଦାରୁ ବୃକ୍ଷରେ ବସା ସ୍ଥାପନ। ଉଚ୍ଚ ପର୍ବତ ସବୁ ବନ୍ୟ ଛାଗମାନଙ୍କ ପାଇଁ ଉଦ୍ଦିଷ୍ଟ ହୁଏ, ଶୈଳ ସବୁ କୋକିଶିଆଳୀମାନଙ୍କ ଆଶ୍ରୟ ସ୍ଥାନ କରିଅଛ। ତୁମେ ଋତୁ ନିର୍ଣ୍ଣୟ ନିମନ୍ତେ ଚନ୍ଦ୍ରକୁ ସୃଜନ, ସୂର୍ଯ୍ୟକୁ ଅଟେ ଅବଗତ ତାହାର ଅସ୍ତ ସମୟ ଘଟାଅ। ଯେବେ ତୁମେ ଅନ୍ଧକାର ହୁଏ, ତେବେ ରାତ୍ର ହୁଅନ୍ତି, ସେ ସମୟରେ ଅରଣ୍ୟବାସୀ ପଶୁବର୍ଗ ନିର୍ଗତ କରନ୍ତି। ଯୁବା ସିଂହ ସବୁ ଶିକାର ସକାଶେ ଗର୍ଜନ କରନ୍ତି, ସେମାନେ ଆହାର ନିମନ୍ତେ ଈଶ୍ୱରଙ୍କୁ ନିବେଦନ କରନ୍ତି। ସେମାନେ ସୂର୍ଯ୍ୟୋଦୟ ପରେ ପ୍ରତ୍ୟାବର୍ତ୍ତନ କରନ୍ତି, ସେମାନେ ସେମାନଙ୍କ ଗୁମ୍ଫା ମଧ୍ୟରେ ଶୟନ ହୁଏ। ମନୁଷ୍ୟ ସେ ସମୟରେ ନିଜ ପରିଶ୍ରମ ପାଇଁ ବହିର୍ଗତ କରେ, ସେ ପରିଶ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ। ହେ ପ୍ରଭୁ, ତୁମ କର୍ମ ସକଳ ଅଟେ କେତେ ଧରଣ କରିଅଛ। ତୁମେ ଜ୍ଞାନରେ ସୃଜନ ସେ ସକଳ ହୋଇଛି, ତୁମ ସୃଷ୍ଟ ବସ୍ତୁରେ ପୃଥିବୀ ପରିପୂରିତ। ଦେଖ, ବିରାଟ ତଥା ବିସ୍ତୃତ ସମୁଦ୍ର, କ୍ଷୁଦ୍ର ବୃହତ ଅସଂଖ୍ୟ ଜୀବଜନ୍ତୁରେ ତାହା ପରିପୂର୍ଣ୍ଣ କରେ। ଜାହାଜ ସକଳ ସେଥିରେ ଗମନାଗମନ କରେ, କ୍ରୀଡ଼ା ସେଥିରେ ତୁମ ଦ୍ୱାରା ସୃଷ୍ଟ ଲେବିଆଥାନ ଯଥାକାଳେ ସେମାନଙ୍କ ଖାଦ୍ୟ ସକାଶେ ତୁମକୁ ଚାହିଁ ରହନ୍ତି। ଅପେକ୍ଷା କରି ସେମାନେ କର, ଯେବେ ତୁମେ ସେମାନଙ୍କୁ ପ୍ରଦାନ କରନ୍ତି, ତେବେ ସେମାନେ ତାହା ସଂଗ୍ରହ କର। ତୁମେ ଯେବେ ମୁକ୍ତ ହସ୍ତେ ପ୍ରଦାନ ହୁଅନ୍ତି, ତେବେ ଉତ୍ତମ ବିଷୟରେ ସେମାନେ ପରିତୃପ୍ତ କର। ତୁମେ ଯେବେ ତବ ମୁଖ ଲୁକାୟିତ ହୁଅନ୍ତି, ସେତେବେଳେ ସେମାନେ ବିଭ୍ରାନ୍ତ କର। ଯେବେ ତୁମେ ସେମାନଙ୍କ ପ୍ରାଣବାୟୁ ପ୍ରତ୍ୟାହାର ହୋଇ ତେବେ ମୃତ ହୁଅନ୍ତି, ସେମାନେ ଧୂଳିରେ ପରିଣତ କର। ଯେବେ ତୁମେ ପ୍ରାଣବାୟୁ ପ୍ରେରଣ ହୁଅନ୍ତି, ତେବେ ସେମାନେ ସଜ୍ଜିତ ଓ କରୁଥାଅ ତୁମେ ଧରାପୃଷ୍ଠକୁ ନବୀକରଣ। ରହୁତିଷ୍ଠି ପ୍ରଭୁଙ୍କର ମହିମା ଚିରନ୍ତନ କରନ୍ତୁ, ପ୍ରଭୁ ତାହାଙ୍କ
ସୃଷ୍ଟ ବସ୍ତୁରେ ଆନନ୍ଦ କରନ୍ତି। ସେ ଯେତେବେଳେ ପୃଥିବୀ ପ୍ରତି ଦୃଷ୍ଟିପାତ ହୁଏ ସେତେବେଳେ ତାହା ପ୍ରକମ୍ପିତ କରନ୍ତି। ସେ ଯେତେ ପର୍ବତ ସବୁକୁ ସ୍ପର୍ଶ ହୁଏ ସେତେ ସେ ସକଳ ଧୂମାୟିତ କରିବି ମୁଁ ଆଜୀବନ ପ୍ରଭୁଙ୍କ ଉଦ୍ଦେଶ୍ୟ ଗାନ କରିବି ମୁଁ ଆୟୁଷ ସାରା ମୋର ଈଶ୍ୱରଙ୍କ ଉଦ୍ଦେଶ୍ୟ ସ୍ତବ ଗାନ କରୁ ମୋର ଧ୍ୟାନ ତାହାଙ୍କୁ ସନ୍ତୁଷ୍ଟ ହୁଏ ମୁଁ ପ୍ରଭୁଙ୍କଠାରେ ଉଲ୍ଲସିତ ହୁଅନ୍ତୁ ପାପୀମାନେ ଧରାଧାମରୁ ଅନ୍ତର୍ଦ୍ଧାନ ହୁଅନ୍ତୁ ଦୁଷ୍ଟ ଗଣ ନିଶ୍ଚିହ୍ନ। ହେ ଆତ୍ମା ମମ କର ପ୍ରଭୁଙ୍କର ସ୍ତୁତି ଗାନ କର ପ୍ରଭୁଙ୍କର ସ୍ତବ ଗାନ।